ସବୁରି ମୂଳ କାରଣ ହଉଛି ସେ ନାଣ୍ଡୁ ବାବୁ। ଡିଷ୍ଟାନ୍ସ ମୁଁ ଏକା ନାହିଁ, ଏମିତି ଅନେକ କଳାକାର ବି ହେଇଛନ୍ତି, କିନ୍ତୁ କେହି ସାମ୍ନା କରିବା ପାଇଁ ଏଥିପାଇଁ ଚାହୁଁନାହାନ୍ତି ଯେ ତାଙ୍କୁ ମାରିବା ପାଇଁ, ହତ୍ୟା କରିବା ପାଇଁ ଧମକ ଦଉଛି, ଇଏ କରୁଛି, ସେ କରୁଛି। ଡିଷ୍ଟର୍ବାନ୍ସ ଟା କେବେଠୁ ଏମିତି ଲାଗି ରହିଲାଣି? ଯୋଉ ବର୍ଷ ପ୍ରଥମ ବର୍ଷ ହେଲା ଯାତ୍ରା, ଆଜ୍ଞା। ସେଇ ବର୍ଷ। ଯଦି ମୁଁ ସତ୍ୟତା କହିକି ଯଦି ହାରି ଯାଉଛି, ସତ୍ୟତା କହିକି ଯଦି ମତେ ମାରି ଦିଆଯାଉଛି, ତାହେଲେ ମୁଁ ଭଗବାନଙ୍କ ଉପରେ ହାତ ଛାଡିଦେବି। ତାକୁ ଫ୍ୟାମିଲି ବିଷୟରେ ପଚାରିବନି, ମ୍ୟାରେଜ ବିଷୟରେ ପଚାରିବନି, କଣ ଥିଲା ପଚାରିବନି, ଯେତିକି ଆବଶ୍ୟକତା ତାଠୁ ପଚାରିକି ଆସିବ। ଏମିତି ବି ମିଡିଆ ବାଲାଙ୍କୁ ସେ ବି ଧମକେଇକି ବାଇଟ୍ ନେବାକୁ ଦେଇଛି ସୋନାଲିକି। କାଠଗଡାକୁ ଟାଣିବାଟା ସିଓର। ତାର ଯୋଉ କଳା କାରନାମା ଅଛି ସବୁକୁ ପର୍ଦାଫାଶ କରିବି। ଆଜ୍ଞା, ଆପଣଙ୍କର ସୋନାଲି ମ୍ୟାଡାମଙ୍କର ସମ୍ପର୍କଟି ପ୍ରକୃତରେ କଣ? ଆପଣ କେବେଠୁ ତାଙ୍କୁ ଚିହ୍ନିଛନ୍ତି ଆଉ ଆପଣଙ୍କର ଦେଖା କେମିତି ହେଲା? ତାଙ୍କର ମୋର ସମ୍ପର୍କ ହେଲା ସ୍ୱାମୀ ସ୍ତ୍ରୀର ସମ୍ପର୍କତା। ଏଇଟା ସମସ୍ତେ ମୋ ଗାଁଠୁ ଆରମ୍ଭ କରି, ତାଙ୍କ ଗାଁଠୁ ଆରମ୍ଭ କରି ସବୁ ପୁରପଲ୍ଲୀରେ ସମସ୍ତେ ଜାଣିଛନ୍ତି। ଯାତ୍ରା ଇଣ୍ଡଷ୍ଟ୍ରିଜ ବି ଜାଣିଛି। ଆମର ଲଭ୍ ମ୍ୟାରେଜ ହେଇଥିଲା। ଆଜ୍ଞା। ଆଜ୍ଞା। କେବେ ହେଇଥିଲା? 2013। 2013 ମସିହାରେ। ଆଜ୍ଞା। ଆପଣଙ୍କର ଚିହ୍ନା କେମିତି ହେଲା? କୋଉଠି ଦେଖା ହେଲେ ଆପଣ ସୋନାଲି ମ୍ୟାଡାମଙ୍କ ସହିତ? ଆମେ ଚିହ୍ନା ପରିଚୟ ହେଇଥିଲୁ ହୋଲିରେ। ଓକେ। ହୋଲିର ଆମର ପ୍ରେମ ଗଢି ଉଠିଥିଲା। କୋଉଠି କୋଉଠି ଦେଖା ହେଇଥିଲା? ଆମ ଗାଁ ତାଙ୍କ ଗାଁ ପାଖାପାଖି, ଓକେ। ପ୍ରାୟ 20 କିଲୋମିଟର। ଡିଷ୍ଟାନ୍ସ ହବ। ଯେ ଆଜ୍ଞା, ଆପଣ ଯାତ୍ରା ଇଣ୍ଡଷ୍ଟ୍ରିରେ ଆପଣ କାମ କରନ୍ତି, ମ୍ୟାନେଜର ଭାବରେ କାମ କରୁଥିଲେ। ଇଣ୍ଡଷ୍ଟ୍ରି ଆଜ୍ଞା। ଛାଡିବାର କାରଣ କଣ? ଆଉ ଆପଣଙ୍କର ମତେ ଆଲିଗେସନ ସିଧାସଳଖ ଭାବରେ କାହା ଉପରେ ଆସୁଛି ଯେ ଆପଣଙ୍କ ସ୍ୱାମୀ ସ୍ତ୍ରୀ ଭିତରେ ଥିବା ସମ୍ପର୍କରେ ଜଣେ ଫାଟ ସୃଷ୍ଟି କରିଛି? ସବୁରି ମୂଳ କାରଣ ହଉଛି ସେ ନାଣ୍ଡୁ ବାବୁ। କାହିଁକି ଆପଣ ତାଙ୍କ ବିରୁଦ୍ଧରେ ଅଭିଯୋଗ ଆଣୁଛନ୍ତି? ଆଜ୍ଞା, ସିଏ ସେଇ ଟାଇପର ମେଣ୍ଟାଲିଟିର ଲୋକଟି। ଏମିତି ଆଜ୍ଞା ମୁଁ ନାହିଁ, ଏମିତି ଅନେକ ପୁରୁଷ ମାନଙ୍କୁ ବି ନିର୍ଯାତିତ କରାହେଇଛି। ଅନେକ ଆମ ଆଜ୍ଞା ସ୍ୱାମୀ ସ୍ତ୍ରୀର ସମ୍ପର୍କରୁ ଏଇ ଟାଇପର ଡିଷ୍ଟାନ୍ସ ମୁଁ ଏକା ନାହିଁ, ଏମିତି ଅନେକ କଳାକାର ବି ହେଇଛନ୍ତି, କିନ୍ତୁ କେହି ସାମ୍ନା କରିବା ପାଇଁ ଏଥିପାଇଁ ଚାହୁଁନାହାନ୍ତି ଯେ ତାଙ୍କୁ ମାରିବା ପାଇଁ, ହତ୍ୟା କରିବା ପାଇଁ ଧମକ ଦଉଛି, ଇଏ କରୁଛି, ସେ କରୁଛି। ବିଗତ ଦିନରେ ସେ ମତେ ବି ଦେଇଥିଲା। ଆପଣଙ୍କର ସୋନାଲି ମ୍ୟାଡାମଙ୍କର ଏଇ ଯୋଉ ତିକ୍ତତା, ଡିଷ୍ଟର୍ବାନ୍ସ ଟା କେବେଠୁ ଏମିତି ଲାଗି ରହିଲାଣି? ଯୋଉ ବର୍ଷ ପ୍ରଥମ ବର୍ଷ ହେଲା ଯାତ୍ରା, ଆଜ୍ଞା। ସେଇ ବର୍ଷ। ଆପଣଙ୍କର ବିବାହ କେତେ ବର୍ଷ ହେବ? ବିବାହ 10 ବର୍ଷ ହେଲା। 10 ବର୍ଷ। ତିକ୍ତତା କେତେ ବର୍ଷ ହେଲାଣି? କେବେଠାରୁ ଆପଣ? 8 ବର୍ଷ ହେଲାଣି। 8 ବର୍ଷ ହେଲାଣି ତିକ୍ତତା ହେଲାଣି। ଯେ ହୁଁ କଥା ହଉଛି ଯେ ହୁଁ ଆପଣ ଯୋଉ ତିକ୍ତତା ହେଲା ତାପରେ ହୁଁ କେବେ ମ୍ୟାଡାମଙ୍କ ସହିତ କଥା ହବା ପାଇଁ ଚେଷ୍ଟା ହଁ ହଁ କରିନାହାନ୍ତି? ହଁ, କଥାବାର୍ତ୍ତା ହେଇଛି, ଯୋଗାଯୋଗ ହେଇଛି, ଦେଖାଶୁଣା ସବୁ ବି ହେଇଛି। ଓକେ। ସିଏ ମତେ ସେ କୁହେ ଯେ ମୁଁ ଏଥିପାଇଁ ତମ ପାଖକୁ ଫେରିବା ପାଇଁ ଚାହୁଁନି, ତମେ ଭଲରେ ରୁହ, ତମ ପୁଅ ପ୍ରତି ବିପଦ ଅଛି, ଏଇଆ ଅଛି, ସେ ଅଛି, ଏଇ ଟାଇପର ସେ ମତେ ଜଣାଏ, କୁହେ। ଆପଣ ଏ ସମ୍ପର୍କରେ 8 ବର୍ଷ ହେଲାଣି ତିକ୍ତତା, ଆପଣ କେବେ ଥାନାର ଦ୍ୱାରସ୍ଥ ହେଇନାହାନ୍ତି? ଥାନାର ଦ୍ୱାରସ୍ଥ କଣ ଆଜ୍ଞା, ମୁଁ ଇଏ ହେଇଥିଲି, ଯେହେତୁ ଆମେ ଗୋଟେ ଗାଁ ପରିବେଶରେ ବଞ୍ଚୁଛୁ, ଗାଁର ଗାଁର ଯୋଉ ମୁଖ୍ୟ ମୁରବୀ ଆଉ ଗ୍ରାମବାସୀଙ୍କ ମାଧ୍ୟମତାରେ କିଛି ଇଏ ମାଧ୍ୟମରେ, ବ୍ୟକ୍ତିଙ୍କ ମାଧ୍ୟମରେ, ଯେହେତୁ ବୟସ୍କ ବ୍ୟକ୍ତି ଆଉ ଗୁରୁଜନ ମାଧ୍ୟମରେ ଆମର ଲେଖାପଢା ହେଇଥିଲା। ହୋଇଥିଲା। ଆପଣ ଆଜ୍ଞା ବର୍ତ୍ତମାନ ଆପଣଙ୍କର ଯୋଗାଯୋଗ, ଯେହେତୁ ଆପଣ ବର୍ତ୍ତମାନ ମୁହଁ ଖୋଲୁଛନ୍ତି, ସାମ୍ନାକୁ ଆଜ୍ଞା ଆସୁଛନ୍ତି, ଆପଣ ଯାତ୍ରାର ଯୋଉ ବିବାଦ ଏବେ ଚାଲିଛି ହୁଁ। ତାର ଭିତରେ ଆପଣ ସାମ୍ନାକୁ ଆସୁଛନ୍ତି, ଆପଣଙ୍କୁ ଲାଗୁନି ଆପଣ 8 ବର୍ଷ ପରେ ଯେତେବେଳେ ପୁଣି ଥରେ ମୁହଁ ଖୋଲୁଛନ୍ତି, ଆପଣ ଜୀବନ ପ୍ରତି ବିପଦ ଅଛି? କିଛି ଆଜ୍ଞା ବିପଦ ନାହିଁ, ମୁଁ ସାମ୍ନା କରିବାକୁ ରାଜି ଅଛି। ଯଦି ମୁଁ ସତ୍ୟତା କହିକି ଯଦି ହାରି ଯାଉଛି, ସତ୍ୟତା କହିକି ଯଦି ମତେ ମାରି ଦିଆଯାଉଛି, ତାହେଲେ ମୁଁ ଭଗବାନଙ୍କ ଉପରେ ହାତ ଛାଡିଦେବି। ଆଜ୍ଞା, ମରିବା ପାଇଁ ଆଉ ଗୋଟେ କଥା, ସୋନାଲି ମ୍ୟାଡାମଙ୍କର ଆମେ ବି ପ୍ରତିକ୍ରିୟା ନଉଥିଲୁ। ସୋନାଲି ମ୍ୟାଡାମଙ୍କର କହିବା କଥା ହଉଛି ଯେ ହୁଁ କୌଣସି ପ୍ରକାର ତିକ୍ତତା ନଥିଲା, ନାଣ୍ଡୁ ବାବୁଙ୍କର କିଛି ଏଥିରେ ଇଏ ନାହିଁ, ସିଏ ସୋ ମୋଟ ଛାଡିକି ମତେ ପଳେଇଛନ୍ତି। କିଏ? ମୁଁ ଛାଡିକି ତାଙ୍କୁ ପଳେଇ ଆସିଛି? ଆଜ୍ଞା। ମୁଁ କିଛି ତ ଛାଡିକି କେବେ ଯାଇନି। କିଛି କିଛି ଆଜ୍ଞା କିଛି ମାସ ଆପଣ ଯାତ୍ରା ପାର୍ଟିରେ କାମ କଲା ପରେ ଆଜ୍ଞା ଆପଣ ପଳେଇଛନ୍ତି ଛାଡିକି। ନା 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 ନା, ମୁଁ ଛାଡିକି ଆସିନି। ମୁଁ କାଇଁ ଛାଡିକି ଆସିବି ଆଜ୍ଞା? ମୋ ମା ର ଦେହ ଖରାପ ହେଲା, ମୁଁ ଆସିଲି। ଓକେ। ମୁଁ ଯେତେବେଳେ ମୋ ମାଙ୍କର ଦେହ ସିରିୟସ ହେଲା, ବ୍ରହ୍ମପୁର ବଡ ମେଡିକାଲରେ ମୋ ମା ପଡିଥିଲେ, ସେତେବେଳେ ମୁଁ ଆସିକି ମୋ ମା ପାଖରେ ପହଞ୍ଚିବିନି? ତାପରେ କେବେ ଆଉ ଯାତ୍ରାକୁ ରିଟର୍ଣ କରିନାହାନ୍ତି? ନା ନା, ତାପରେ ମତେ ହତ୍ୟା କରିବା ପାଇଁ ଧମକ ଦିଆଗଲା। ଯେତେବେଳେ ମୋ ମା ମରିଗଲେ, ସେ ସମୟରେ ମତେ ହତ୍ୟା କରିବାକୁ ଧମକ ଦିଆଗଲା। କଣ ପ୍ରି ପ୍ଲାନିଂ ହେଲା ମୁଁ ବୁଝିବି ପାଇଲିନି। ଆପଣ କିଏ ସିଧାସଳଖ ଭାବରେ ଆପଣଙ୍କୁ ହତ୍ୟା ଧମକ ଦଉଥିଲା? ନାଣ୍ଡୁ ବାବୁ ନିଜେ ଦେଇଥିଲେ। ଯେତେବେଳେ ମୋ ଘର ଲୋକ ଫୋନ କରିଥିଲେ, ମୋ ସମ୍ପର୍କୀୟ ଫୋନ କରିଥିଲେ, ତୋ ଶାଶୁ ମରିଗଲା କି ଆଜ୍ଞା ଟିକେ ଇଏ କାଗଜ କି କହିବେ, ସୋନାଲି ନୁହେଁ, କାଗଜ କି କହିବେ ତାଙ୍କ ଶାଶୁ ମରି ଯାଇଛନ୍ତି ବୋଲି। ଓକେ। ସେତେବେଳେ ସିଏ ନାଣ୍ଡୁ ବାବୁ ଧମକେଇଲେ ଯେ ଏଠି କିଛି ନାହିଁ, ସିଏ କଣ କେମିତି ଯାଇପାରିବ, ସିଏ ଆପଣଙ୍କର କେହି ନାହିଁ, ତାର କୋଉ ସ୍ୱାମୀ ନାହିଁ, ଏମିତି ବି ଫିଲ୍ମ ଷ୍ଟାଇଲର ଡାଇଲଗ ମାରିଥିଲେ।
କୋଉ ସ୍ୱାମୀ କୋଉ ପିଲା କୋଉ ଶାଶୁ କୋଉ ଶ୍ୱଶୁର କେହି ନାହାନ୍ତି ଏଠି। ଆଜ୍ଞା ଆପଣଙ୍କୁ ଲାଗୁଛି କି ସେ ସମୟରେ ଗୋଟେ ନାଣ୍ଡୁ ବାବୁ ଆପଣଙ୍କୁ ଗୋଟେ ଆପଣଙ୍କ ପତ୍ନୀଙ୍କ ସହିତ ଦେଖା ହବାକୁ କଥାବାର୍ତ୍ତା ହବାକୁ ଗୋଟେ ସୁଯୋଗ ଦେଲେନି ଆପଣଙ୍କୁ ଲାଗୁଛି ଏଇଟା ଆଜ୍ଞା ଗୋଟେ ଆଜ୍ଞା କଣ ଗୋଟେ କହିଲେ ଧମକ ଶୁଭୁନି? ଦିଆଗଲା ଆପଣଙ୍କୁ ଗୋଟେ ଧମକ ଦିଆଗଲା ଆପଣଙ୍କୁ ହୁଁ ସୁଯୋଗ ଦିଆଗଲାନି ଯାହା ହୁଁ ଫଳରେ କି ଆପଣଙ୍କର ମାଙ୍କର ଅନ୍ତିମ ସଂସ୍କାରକୁ ଆପଣଙ୍କ ବୋହୂ ଆସିପାରିଲେନି ଆପଣଙ୍କ ପତ୍ନୀ ଆଜ୍ଞା ଆସିପାରିଲେ ନାହିଁ। ଆଜ୍ଞା ମୁଁ ଘରର ଗୋଟେ ବଡ ପୁଅ। ମୋ ଘରର ପରିବାରର ସମସ୍ତେ ବି ତାକୁ ଗେହ୍ଲା ଝିଅ ପରି ଭାବିଛନ୍ତି। କେବେ ବି ମୋ ମା ଯୋଉ ମା ମରିଗଲା ନା ସେ ମା କେବେ ବି ତାକୁ ଗୋଟେ ବୋହୂ ପରି ଦେଖିନଥିଲା ଗୋଟେ ଝିଅ ପରି ଦେଖିଥିଲା। ଆଜ୍ଞା ବର୍ତ୍ତମାନ ଆପଣଙ୍କର କଣ ରହିବ ଷ୍ଟେପ କଣ ରହିବ ଆପଣ କଣ ଷ୍ଟେପ ନେବେ ଷ୍টেପ ଆପଣ ରହିବ ଯାହାବି ଆଇନର ସହାୟତା ନେବା କଥା ମୁଁ ନିଶ୍ଚିତ ହିଁ ନେବି। କିନ୍ତୁ ନ୍ୟାୟ ପାଇଁ ନିଶ୍ଚିତ ହିଁ ସାମ୍ନା କରିବି। ଯେତେ କଷ୍ଟ ବାଧା ବିଘ୍ନ ଆସୁ ସାମ୍ନା କରିବି। ଏବେ ଏବେ ଦୁନିଆ ଆଗରେ ପର୍ଦାଫାଶ କରିବି ଯେ ନାହିଁ ଆମ ଦି ଜଣଙ୍କର ସମ୍ପର୍କତା କଣ ଥିଲା ସାରା ଦୁନିଆ ଜାଣିବା ଦରକାର। ଆଜ୍ଞା ତାକୁ ଆଜ୍ଞା ବିଗତ ଦିନରେ ଆଜ୍ଞା ଯେତେବେଳେ ନାଣ୍ଡୁ ବାବୁ ତାକୁ ମିଡିଆ ମାନେ ଯାଆନ୍ତି ବାଇଟ ନବା ପାଇଁ ସେଠି ତାକୁ ପଚାରି ମାନେ ଏମିତି ମିଡିଆ ବାଲାଙ୍କୁ କୁହନ୍ତି ଯେ ତାକୁ ଫ୍ୟାମିଲି ବିଷୟରେ ପଚାରିବନି ମ୍ୟାରେଜ ବିଷୟରେ ପଚାରିବନି କଣ ଥିଲା ପଚାରିବନି ଯେତିକି ଆବଶ୍ୟକତା ତାଠୁ ପଚାରିକି ଆସିବ। ଏମିତି ବି ମିଡିଆ ବାଲାଙ୍କୁ ସେ ବି ଧମକେଇକି ବାଇଟ ନବାକୁ ଦେଇଛି ସୋନାଲି ପୁଣି ପରବର୍ତ୍ତୀ ମୁହୂର୍ତ୍ତରେ 5 ବର୍ଷ ପୂର୍ବେ ବାଇଟ ଦେଇଛନ୍ତି। ଆମର ବାହାଘର ହେଲାଣି 10 ବର୍ଷ 5 ବର୍ଷ ପୂର୍ବରୁ ସେ ବାଇଟ ଦେଇଛି ଯେ ମୁଁ ମ୍ୟାରେଜ କରିନି ମୁଁ ମ୍ୟାରେଜ କରିବାକୁ ଚାହୁଁନି ମୋ ବାପା ମା ଯୋଉଠି ଠିକ କରି ମ୍ୟାରେଜ କରିବି। ଆଜ୍ଞା ଏଇଟା ଆପଣ ସେ କୋଉଠି ନିୟମ? ସମୟରେ ଯେତେବେଳେ ଗଣମାଧ୍ୟମରୁ ଦେଖିଲେ ଖବରଟା ହଁ ଆପଣ ମ୍ୟାଡାମକୁ ଫୋନ କରିନଥିଲେ ପଚାରି ଫୋନ ନଥିଲେ କରିଥିଲି ପଚାରି ବି ଥିଲି ଏସବୁ କଣ କାହିଁକି ସମାଜ ଆଗରେ ତ ଏତେ ଖରାପ ହେଲେଣି ଆହୁରି କଣ ଦରକାର ଥିଲା ଏସବୁ କହିବା। ନାଇଁ ମୁଁ ସେ କାନ୍ଦି କାନ୍ଦି ବି କହିଛି ଆ ଭିତରେ ସତ୍ୟ ମିଥ୍ୟା କିଛି ନାହିଁ ସବୁ 100% ସତ ତ୍ରିବା ସତ୍ୟ ଆଜ୍ଞା। ତାପରେ ସେ କାନ୍ଦି କାନ୍ଦି କହିଛି ମୁଁ ଏମିତି କହିଛି ନା ମୁଁ ସେମିତି କରିନି ମତେ ବ୍ଲାକମେଲିଂ କରୁଛି ବ୍ଲାକମେଲିଂ କରିକି ଏଇ ଟାଇପ ର କହିଛି କହିବା ପାଇଁ ମୁଁ ସେଇ ଟାଇପ ର ହିଁ କହିଛି। ମୁଁ ତ ଆପଣ ଏବେ କଣ ଷ୍ଟେପ ନେବେ ଆଜ୍ଞା ଆପଣ? ଯାହା ବି ପଡିବ ଆଜ୍ଞା ଆଇନର ସହାୟତା ନେବି। ଯୋଉ ସିଏ ମତେ ଧମକେଇକି ଚମକେଇକି ରଖୁଥିଲା ଯେ ମୁଁ କଳା ସାମ୍ରାଜ୍ୟରେ ଭିତରେ ଅଛି ମୁଁ ଯାହା କହିବି ଯୋଉଠି କହିବି ଯେମିତି ନରି ପଣ୍ଡାକୁ କହିଛି ଯୋଉଠି କହିବି ଟୋକା ଅଛି ଟେକି ଆଣିବେ ଇଏ ଆଣିବେ ଆଜ୍ଞା ମତେ ବି ସେ ସେମିତି ବିଗତ ଦିନରେ କହିଥିଲା। ଆପଣ କିନ୍ତୁ ଏବେ ଆଉ ଡରୁନାହାନ୍ତି। ଡରିବି କାହିଁକି ଆଜ୍ଞା। 8 ବର୍ଷ ତଳେ ତାହେଲେ କାହିଁକି ଡରୁଥିଲେ? ଆଜ୍ଞା 8 ବର୍ଷ ତଳେ ଏଥିପାଇଁ ଡରୁଥିଲି ଯେହେତୁ ଆମେ ସିଏ ମୋ ପୁଅକୁ ହତ୍ୟା କରିବା ପାଇଁ ଧମକ ଦେଇଥିଲା। ଛୋଟିଆ ନିଷ୍ପାପର ଛୁଆଟିଏ ସିଏ କଣ ଦୁନିଆ ବିଷୟରେ ଜାଣିଛି? ଆଜ୍ଞା ମୋ ଛୁଆକୁ ସାମ୍ନା କରିକି କି ତାକୁ ମୋ ମୁହଁ ଆଗରେ ରଖିକି ମୁଁ ନୀରବତା ସାଜିଥିଲି। ଆଜି ଯଦି ଏସବୁ ଗୁମର ଖୋଲୁଛି ନା ତ ମୁଁ ଚାହୁଁଥିଲି ଯଦି ମୁଁ ସେ ସମୟରେ କହିଥାନ୍ତି ତାହେଲେ ସମସ୍ତେ କହିଥାନ୍ତେ ଇଏ ମିଛ କହୁଛି ବୋଲି। ଓକେ ଏବେ କିନ୍ତୁ ଆପଣ ଆଉ ଡରୁନାହାନ୍ତି ନାଣ୍ଡୁ ବାବୁଙ୍କୁ? ନାଇଁ କାହିଁକି ଡରିବି ମତେ କହୁନାହାନ୍ତି ଡରିବାରେ କିଛି ବି ଆବଶ୍ୟକତା ନାହିଁ। ବିଗତ ଦିନରେ ଯଦି ମୁଁ ଦେଇଥାନ୍ତି ଫାଷ୍ଟ ବାଇଟ୍ ତାହେଲେ ମୁଁ ଆଜି ଖରାପ ହେଇଥାନ୍ତି। 10 ବର୍ଷ ପୂର୍ବେ ଲୋକ ଜାଣିଥାନ୍ତେ ଯେ ହଁ ଏଇଟା ସତ୍ୟ ଥିଲା କିନ୍ତୁ ଲୋକ ସତ୍ୟତାକୁ ଆକ୍ସେପ୍ଟ କରିନଥାନ୍ତେ। ଆଜି ନରିପଣ୍ଡାର ଘଟଣାଟା ଘଟିଲା ବୋଲି ତାହେଲେ ସତ୍ୟତା ଆସିବା ଦରକାର। ସତ ମୁଁ ଏକା ସାମ୍ନାକୁ ନାହିଁ ଆସୁ। ମୋ ପରି ଶୁଣନ୍ତୁ ଆଜ୍ଞା ମୋ ପରି ବି ଅନେକ କଳାକାର ତାଠୁ ନିର୍ଯାତିତ ହେଇଛନ୍ତି। ସେମାନେ ବି ମୁହଁ ଖୋଲିବାକୁ ସାହସ ବି କରିନାହାନ୍ତି। ଆଉ ଯାତ୍ରା ମାଲିକ ସଂଘ ଯୋଉ ଅଛି ଆଜ୍ଞା ସେ ଯାତ୍ରା ମାଲିକ ସଂଘକୁ ଜଣେଇ ଦବା ଦରକାର ଯିଏ ବି ହଉ ଆପଣଙ୍କ ଅନୁଷ୍ଠାନରେ ଯାତ୍ରା ଅନୁଷ୍ଠାନରେ ଯୋଉ କଳାକାର ହୁଅନ୍ତୁ କି ଯୋଉ ମାଲିକ ବାଲା ବି ହୁଅନ୍ତୁ ଯୋଉମାନେ ଭୁଲ ଭାଲ କରୁଛନ୍ତି ନିଷ୍ପତ୍ତି ନଉଛନ୍ତି ସବୁ ବିଚାରାଧୀନକୁ ଯାଉ ବିଚାର କରିକି ନ୍ୟାୟ ନିଆଯାଉ। ନାହିଁ ଆପଣ ନରିପଣ୍ଡାକୁ କହିଦେବେ ନରିପଣ୍ଡା କହିଦେଲା ବୋଲି କି ପ୍ରତାପ ମହାନ୍ତି କହିଦେଲା ବୋଲି କି ନମିତା କହିଦେଲା ବୋଲି ଆପଣ ତାଙ୍କ ଉପରେ କାର୍ଯ୍ୟ ଅନୁଷ୍ଠାନ ନେବେ। ଆପଣ ମାଲିକ ସଂଘ ବି ଅଛି ସଂଘର ଯିଏ ବି ଭୁଲ କରୁଛି ତା ପ୍ରତି ବି ଆପଣଙ୍କ ସଂଘ ତରଫରୁ ଷ୍ଟେପ ନିଆଯାଉ। ନାଇଁ ଆପଣଙ୍କ ଭାଇ ବୋଲି ଆପଣ ଘୋଡେଇ ଦେବେ ଆଉ ସବୁ କଳାକାର ମାନେ କଣ ଏଠି ଅନ୍ୟ ତାହେଲେ ତ ନ୍ୟାୟ ପାଇବେ କେମିତି? ଏବେ ଆପଣ ଆଜ୍ଞା ସାଧାରଣ ଡରୁନାହାନ୍ତି। ହଁ ଡରିବି କାହିଁକି ଆଜ୍ଞା। ଏବେ କିନ୍ତୁ ମୁହଁ ଖୋଲିବେ ନିଶ୍ଚିତ ମୁଁ କାଠ କହିଲି କାଠ ଗୁଡାକୁ ଟାଣିବେ। କାଠଗଡାକୁ ଟାଣିବାଟା ସିଓର ତାର ଯୋଉ କଳା କାରନାମା ଅଛି ସବୁକୁ ପର୍ଦା ଫାସ କରିବି ଆଉ ସବୁକୁ ତାକୁ ଯଦି ମୁଁ ଉଚିତ ନ୍ୟାୟ ଶିକ୍ଷା ନଦେବି ତାହେଲେ ଆଜ୍ଞା ତାପରି ଏତେ ଏଇପରି ମଣିଷ ଅହମ୍ଭାବ ଆଉ ଗର୍ବୀ ଅହଙ୍କାରୀ ବି ବହୁତ ଅଛନ୍ତି। ଠିକ ସେମାନେ ବି ସାମ୍ନା ହବା ଦରକାର ତାଙ୍କୁ ବି ଉଚିତ ଗୋଟେ ଶିକ୍ଷା ଦବା ଦରକାର ଯେ ଏଇ ଟାଇପ ର ଆମେ ଆଉ ହବୁନି।